चलं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम् श्रीगुरुदिनतारिणं श्रीचैतन्य ईश्वरं नमो विष्णुपदाय कृष्णप्रेष्ठाय भूतले स्मृति। श्रीमद् भगवत गीता सप्तम अध्याय कत नंबर श्लोक। हरे कृष्ण महाराज 28 महाराज। हाँ, 28। 28। वेदहम समतीतानि वर्तमानानि च अर्जुन भविष्यन्ति। এটা হয়ে গেছে 26 না 27 হয়েছে। 28 হবো महाराज। 27 হয়েছে। যেসাম তু অন্তগতম পাপম জনানাং পুণ্যকর্মণাম ते द्वंद्व मोह निर्मुक्ता भजन भजंत भजन्ते मांग भजंत मांग दृढ़व्रता ते द्वंद्व मोह निर्मुक्ता भजंत मांग दृढ़व्रता तेषां त्वन्तगतं पापं जनानां पुण्यकर्मणां ते द्वंद्व मोह निर्मुक्ता भजन्त मांग दृढ़व्रता तेषां त्वन्तगतं पापं जनानां पुण्यकर्मणां कर्मणां शान्तन्तगतं पापं जनानां न कर्मणां ते द्वन्द्वमः निमुक्ता भजन्तं मां दृढ़व्रता। जे ଲୋକମାନେ ପୂର୍ବ ଜନ୍ମରେ ତଥା ଏ ଜନ୍ମରେ ପୁଣ୍ୟ କର୍ମ କରିଛନ୍ତି ଏବଂ ଯେଉଁମାନଙ୍କର ପାପ ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯାଇଛି, ଯେଉଁମାନେ ଦ୍ୱନ୍ଦ୍ୱ ମୋହରୁ ମୁକ୍ତ ସେଇମାନେ ଦୃଢ଼ତାର ସହିତ ମୋତେ ଭଜନ କରନ୍ତି ବା ପୂଜା କରନ୍ତି। ତ ଏଠି କୁହାଯାଉଛି ଯେ ସାମ୍ ମାନେ ଯେଉଁମାନଙ୍କର ଅନ୍ତଗତମ୍ ମାନେ ପୁରା ଦୂର ହେଇଯାଇଛି ପାପ। ଯୋଉ ଲୋକମାନଙ୍କର ପାପ ଦୂର ହେଇଛି ସେମାନେ ପୂର୍ବେ ପୁଣ୍ୟ କର୍ମ କରିଛନ୍ତି, ଯାହାର ଫଳରେ ଦ୍ୱନ୍ଦ୍ୱ ମୋହରୁ ନିମୁକ୍ତ ହେଇଛନ୍ତି, ସେମାନେ ମତେ ଦୃଢତାର ସଙ୍ଗେ ଭଜନ କରିପାରିବେ। ସେଇମାନେ ଦୃଢତାର ସହିତ ମୋର ଭଜନ କରନ୍ତି ବା ପୂଜା କରନ୍ତି। ପୁଣ୍ୟବାନ ବ୍ୟକ୍ତି ମାନେ କରିବେ, ପାପୀ ମାନେ କରିବେନି। ସରଳ କଥା। ଯେଉଁମାନେ ଦିବ୍ୟ ସ୍ତରକୁ ଉନ୍ନୀତ ହେବାକୁ ଯୋଗ୍ୟ ସେଇମାନଙ୍କ କଥା ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ପାପୀ ନାସ୍ତିକ ନିର୍ବୋଧ ଧୋକାବାଜ ଅଟନ୍ତି ଏବଂ ଧୋକାବାଜ ଅଛନ୍ତି। ପାପୀ ମାନେ ନାସ୍ତିକ ନିର୍ବୋଧ ଏବଂ ଧୋକାବାଜ, ସେମାନଙ୍କ ପାଖେ ଦ୍ୱନ୍ଦ୍ୱ ମୋହ ଘୃଣାରୁ ମୁକ୍ତ ହେବା ବଡ କଷ୍ଟକର। ଯେଉଁମାନେ ଜୀବନରେ ଧର୍ମନୀତି ଅନୁସରଣ କରି ଜୀବନ ବିତାଇଛନ୍ତି ବା ବିତାଉଛନ୍ତି, ଯେଉଁମାନେ ପୁଣ୍ୟକର୍ମ କରିଛନ୍ତି ବା ପାପକର୍ମ ପ୍ରତିକାର ମୁକ୍ତ ହୋଇ ଯାଇଛନ୍ତି, ସେଇମାନେ ଭକ୍ତିଯୋଗ ମାର୍ଗକୁ ଗ୍ରହଣ କରିପାରନ୍ତି। କ୍ରମଶଃ ଭଗବତ ବିଜ୍ଞାନ ଲାଭ କରିବା ନିମିତ୍ତ ନିଜକୁ ଉପରକୁ ଉଠାଇ ପାରନ୍ତି। ତତ୍ପରେ ସେମାନେ ଭଗବାନଙ୍କ ରୂପରେ ଧ୍ୟାନ କରିପାରନ୍ତି। ଦିବ୍ୟ ସ୍ତରରେ ଅବସ୍ଥାନ କରିବାର ଏହା ହେଉଛି ବିଧି। ତାପରେ ହେଉଛି ପାପୀ ନାସ୍ତିକ ନିର୍ବୋଧ, ସେମାନଙ୍କ ପକ୍ଷେ ତ ସମ୍ଭବ ନୁହଁ। ତ ଯୋଉମାନେ ପୁଣ୍ୟକର୍ମ କରିଛନ୍ତି ବା ବର୍ତ୍ତମାନ ପୁଣ୍ୟକର୍ମ କରୁଛନ୍ତି, ପୁଣ୍ୟକର୍ମ କରିବାଟା ଲକ୍ଷ୍ୟ ନୁହଁ, କିନ୍ତୁ ପୁଣ୍ୟକର୍ମ ପାପରୁ ମୁକ୍ତ ଯଦି ପୁଣ୍ୟକର୍ମ କରିଲ ତାହେଲେ ସେଇ ପରିସ୍ଥିତିଟା ଅନୁକୂଳ, ଭକ୍ତି ପାଇଁକି ଅନୁକୂଳ ହବ। ହୁଁ। ତାହେଲେ ସେମାନେ ଆସ୍ତେ ଆସ୍ତେ ଦିବ୍ୟ ସ୍ତରରେ ଉନ୍ନତି ହେଇପାରିବେ। ତ ଏଇ ପ୍ରକାର ଉନ୍ନତି ଶୁଦ୍ଧ ଭକ୍ତ ମେଳରେ ବା ସାଧୁ ସଙ୍ଗରେ କୃଷ୍ଣ ଚେତନା ହିଁ ସମ୍ଭବପର। ଚେତନାରେ
ହିଁ ସମ୍ଭବପର। କାରଣ ଶୁଦ୍ଧ ଭକ୍ତ ବା ସାଧୁ ହିଁ ବ୍ୟକ୍ତିକୁ ଦ୍ୱନ୍ଦ୍ୱ ମୋହରୁ ମୁକ୍ତ କରିପାରେ। ଶୁଦ୍ଧ ଭକ୍ତ ସଙ୍ଗ ଦରକାର। ଭାଗବତରେ ଏହା କୁହାଯାଇଅଛି ଯେ ଯଦି କେହି ପ୍ରକୃତିରେ ମୁକ୍ତ ହେବାକୁ ଇଚ୍ଛା କରେ ତାକୁ ନିଶ୍ଚୟ ଭକ୍ତର ସେବା କରିବାକୁ ପଡିବ। କିନ୍ତୁ ଯେ ଭୌତିକବାଦୀ ବା ସଂସାରୀ ଲୋକଙ୍କ ସହ ବାସ କରେ ସେ ଏକ ଅଜ୍ଞାନ ଅନ୍ଧକାରମୟ ସ୍ଥାନକୁ ଗତି କରୁଛି ବୋଲି କୁହାଯାଏ। ସେଥିପାଇଁ କି ସବୁବେଳେ ସାଧୁ ସଙ୍ଗ କରିବାକୁ ପଡିବ, ସତ୍ସଙ୍ଗ କରିବାକୁ ପଡିବ, ଭକ୍ତ ମାନଙ୍କ ସଙ୍ଗ କରିବାକୁ ପଡିବ। ହଁ, ଭକ୍ତ ମାନେ ସନ୍ନ୍ୟାସୀ ବ୍ରହ୍ମଚାରୀ ସଙ୍ଗ କରିବ, ଗୃହସ୍ଥ କରିବେନି ତା ନୁହଁ। ଏଠି ସଂସାରୀ ସଂସାରୀ ଲୋକମାନେ କି ଆମ ଭକ୍ତ ମାନେ ତ ସଂସାର କରୁଛନ୍ତି, ସେମାନଙ୍କ କଥା କୁହାଯିବନି ଏଠି। ଭୌତିକବାଦୀ ମାନଙ୍କ, ଭୌତିକବାଦୀ ଯୋଉ ସଂସାରୀ ସେମାନଙ୍କ, ମାୟାବାଦୀ ମାନେ ତ କଥା ଜାଣନ୍ତିନି। ଏଇ ତତ୍ଵ ଜାଣନ୍ତିନି। ଜୀବ ନିତ୍ୟ କୃଷ୍ଣ ଦାସ, ଜୀବର ସ୍ୱରୂପ है କୃଷ୍ଣ ନିତ୍ୟ ଦାସ, ସେମାନେ ଜାଣନ୍ତି। ଏହି କଥାକୁ ଭୁଲିଯିବା ଅର୍ଥ ଭଗବାନଙ୍କ ନିୟମରେ ଏକ ବିରାଟ ଉଲ୍ଲଂଘନ ଅଟେ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ନିଜ ସ୍ୱରୂପରେ ଅବସ୍ଥା ନ କରିଛି ସେ ପର୍ଯ୍ୟନ୍ତ ଭଗବାନଙ୍କୁ ବୁଝିବା ସମ୍ଭବପର ନୁହେଁ, କିମ୍ବା ଦୃଢତାର ସହିତ ଭକ୍ତି ଯୋଗ ମାର୍ଗରେ କୃଷ୍ଣ ସେବା ନିଯୁକ୍ତ ହେବା ସମ୍ଭବ ନୁହେଁ। ଭଗବାନଙ୍କୁ ଜାଣିବା ପୂର୍ବରୁ ନିଜ ସ୍ୱରୂପକୁ ଜାଣିବାକୁ ପଡିବ। ଆଉ ନିଜର ସ୍ୱରୂପ ଜାଣିଲେ ଦୃଢତାର ସହିତ ଭକ୍ତି ଯୋଗରେ କୃଷ୍ଣଙ୍କ ସେବା କରିବ। ନିଜର ସ୍ୱରୂପ ହଉଛି କଣ? ଏ ଦେହ ନୁହଁ, ସେ ନୁହଁ ଆତ୍ମା। ଆତ୍ମା କିଏ? ନା ଭଗବାନଙ୍କର ଅଂଶ, ମାମେବ ଅଂଶ। ତ ଏଇଟା ଯଦି ଜାଣିବ ତାହେଲେ ଭଗବାନଙ୍କୁ ଜାଣିବ। ଆଉ ତାପରେ ଜାଣିଲେ ଏଇଟା ଏଇ ସମ୍ବନ୍ଧ ଜ୍ଞାନ ହେଇଗଲା। ସମ୍ବନ୍ଧ ଜ୍ଞାନ ଅଭିଧେୟ କଣ କରିବୁ ଜାଣେ ଜ୍ଞାନ ପାଇବା ପରେ, ତାପରେ କି ସିଦ୍ଧି ଜାଣିବ। ଜରା ମରଣ ମୋକ୍ଷାୟ ମାମାଶ୍ରିତ୍ୟ ଯତନ୍ତି ଯେ ते ब्रह्म तद विदु कृष्णम अध्यात्म कर्म चाखिलम। ଯୋଉମାନେ ବୁଦ୍ଧିମାନ ଲୋକେ ବୃଦ୍ଧ ଅବସ୍ଥା ବା ମୃତ୍ୟୁ ରକ୍ଷା ପାଇବାକୁ ଚେଷ୍ଟା କରୁଥାନ୍ତି ସେମାନେ ଭକ୍ତି ଯୋଗ ମାର୍ଗରେ ସେବାରତ ହୋଇ ମୋଠରେ ଆଶ୍ରୟ ଗ୍ରହଣ କରନ୍ତି। ବାସ୍ତବରେ ସେମାନେ ବ୍ରହ୍ମ କଣ ଏବଂ ଭଲ ଭାବରେ ଦିବ୍ୟ କର୍ମ ତଥା ସକାମ କର୍ମ ସମ୍ପର୍କରେ କିଛି ଜାଣିଥାନ୍ତି। ଏକ ମିନିଟ ଅପେକ୍ଷା କର, ଗୋଟେ ଫ୍ୟାନ ଟା ଚାଲିଛି ଆସି। ବହୁତ ଗରମ ପଡିଯାଇଛି। ହଁ, ଏଠି କୁହାଯାଉଛି ଯେ ଜରା ମରଣ ମୁକ୍ଷାୟ, ଜରା ମରଣ ମୁଖ୍ୟ। ଜରା ମାନେ ବୃଦ୍ଧ ଅବସ୍ଥା ଆଉ ମୃତ୍ୟୁର ରକ୍ଷା ପାଇକୁ ଯୋଉମାନେ ଚାହାନ୍ତି ବା ଚେଷ୍ଟା କରନ୍ତି, ଯତନ୍ତି ମାନେ ଚେଷ୍ଟା କରନ୍ତି। ଜରା ମରଣ ମୁକ୍ଷାୟ ମାମ୍ ଆଶ୍ରିତ୍ୟ ଯତନ୍ତି ଯେ, ଯତନ୍ତି ମାନେ ଚେଷ୍ଟା କରନ୍ତି। ଯୋଉମାନେ ବୃଦ୍ଧାବସ୍ଥା ମୃତ୍ୟୁ ରଖିବାକୁ ଚେଷ୍ଟା କରନ୍ତି, ମାମ୍ ଆଶ୍ରିତ୍ୟ ମତେ ଆଶ୍ରୟ କରିକି, ସେମାନେ ଭକ୍ତି ଯୋଗରେ ସେବାର ମାଧ୍ୟମରେ ମୋର ଆଶ୍ରୟ କରିଥାନ୍ତି। ते ब्रह्म तद विदुः, ତ ସେମାନେ ବ୍ରହ୍ମ କଣ ଜାଣିପାରନ୍ତି। ते ବ୍ରହ୍ମ ତତ୍, ସେ ଯୋଉ ବ୍ରହ୍ମ ବାସ୍ତବରେ କଣ ବস্তୁ ସେଟା ଜାଣିବାକୁ ଚେଷ୍ଟା କର। କୃଷ୍ଣମ ଅଧ୍ୟାତ୍ମ କର୍ମ ସ ଅଖିଲମ୍, ଏବଂ ଭଲ ଭାବରେ ଦିବ୍ୟ କର୍ମ କଥା, କର୍ମ ତଥା ସକାମ କର୍ମ ସବୁ কিছু ଜାଣିପାର। এখানে যে কর্মকে সকাম কর্ম কুহা, অধ্যাত্ম কর্ম, অধ্যাত্ম কর্ম,
ହଁ, ସବୁ କିଛି ଯାହା ତାକୁ କଣ ଦିବ୍ୟ କର୍ମ, ଅଧ୍ୟାତ୍ମ କଣ ନା ଦିବ୍ୟ କର୍ମ। କିନ୍ତୁ ଭଲ ଭାବରେ ଦିବ୍ୟ କର୍ମ ତଥା ସକାମ କର୍ମ ସମ୍ପର୍କରେ ସବୁ କିଛି ଜାଣିଥାନ୍ତି। ते ବ୍ରହ୍ମ ତଦ୍ ବିଦୁଃ କୃଷ୍ଣମ୍ ଅଧ୍ୟାତ୍ମ କର୍ମ च ଅଖିଲମ୍। ଦିବ୍ୟ କର୍ମ ଆଉ ସମସ୍ତ କର୍ମ ସକାମ କର୍ମ, କୃଷ୍ଣମ୍ ଅଧ୍ୟାତ୍ମ କର୍ମ च ଅଖିଲମ୍, ସବୁ ଜାଣନ୍ତି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଭୌତିକ ଶରୀରରେ ଅନୁଭୂତ ହୁଅନ୍ତି। ଅର୍ଥାତ୍ এই ଭୌତିକ ଶରୀର ଏଇ ସବୁ ଦୁଃଖ ଭୋଗ କରେ, କିନ୍ତୁ ଦିବ୍ୟ ଶରୀର ଏଥିରେ ଆକ୍ରାନ୍ତ ହୁଏ ନାହିଁ। ଦିବ୍ୟ ଶରୀରର ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ। ତେଣୁ ଯେ ଦିବ୍ୟ ଶରୀର ପ୍ରାପ୍ତ ହୁଏ ସେ ଭଗବାନଙ୍କର ଏକ ଚିରନ୍ତନ ସାଥୀ ହୋଇଯାଏ, ଶାଶ୍ୱତ ସେବାରେ ନିଯୁକ୍ତ। ସେଠି ବୁଝିଆ ହେଲା ଯେ ଶରୀରର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଅଛି, କିନ୍ତୁ ଆତ୍ମାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ। ଯଦି ଆମମାନେ ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ମୁକ୍ତ ହେବାକୁ ଚାହୁଁଛେ ମାନେ ଆମ ନିଜ ସ୍ୱରୂପକୁ ବୁଝିଲେ ହେଲା, ମୋ ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ। ଯେତେବେଳେ ଯଦି କି ସାଧାରଣ ଲୋକ ପଢିବ ଯେ ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ସେ ମୁକ୍ତ ହେଇଯିବ, ଆଉ ସେ ବୁଢା ହବନି, ଭଗବାନଙ୍କ ଭକ୍ତ ହେଲେ ବୁଢା ହବନି, ବୃଦ୍ଧ ହବନି, ମରିବନି। ସେ କହିବେ କୋଇ ଭଗବାନଙ୍କ ଭକ୍ତ ମାନେ ବୃଦ୍ଧ ହଉଛନ୍ତି, ମରୁଛନ୍ତି, ଜରା ବ୍ୟାଧି ସବୁ ହଉଛି, ତାହେଲେ ଆମେ କେମିତିକା ବୁଝିବା? ନା ସେ ଚିନ୍ମୟ ସ୍ତରରେ ଆତ୍ମଜ୍ଞାନ ଲାଭ କରିଛି ତ, ସେଥିପାଇଁ ସେ ବୁଝିପାରୁଛି, ସେ ତ ଦେହାତ୍ମ ବୁଦ୍ଧି ନାହିଁ, ଯୋଉ ଦେହର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଅଛି ସେ ଚିନ୍ମୟ ସ୍ତରରେ ଉପନୀତ ହେଇଛି, ସେ ବୁଝିପାରୁଛି ମୋର ସ୍ୱରୂପ ହଉଛି ଆତ୍ମା, ଆତ୍ମା ତ ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ, ଏ ଶରୀର ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ ସେ କଣ ହବ ନା ବିବ୍ରତ ହଉନି, ସେ ବିବ୍ରତ ହଉନି, ଅନୁଭବ କରୁନି। ଯୋଉମାନେ ସେଇ ସ୍ତରକୁ ଉନ୍ନୀତ ହେଇଛନ୍ତି ଏବଂ ସେ ସବୁବେଳେ କୃଷ୍ଣ ସେବାରେ ନିଯୁକ୍ତ ରହୁଛନ୍ତି, ସେ ହିଁ ବାସ୍ତବରେ ମୁକ୍ତ ଅଟେ। ଅହମ୍ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ। ପ୍ରତ୍ୟେକ ଏହା ବୁଝିବା ଉଚିତ ଯେ ସେ ବ୍ରହ୍ମ ଅଟେ, ଅହମ୍ ବ୍ରହ୍ମାସ୍ମି। ଏଇଠି ବ୍ରହ୍ମ ମାନେ ମୁଁ ଆତ୍ମା, ବ୍ରହ୍ମ ମାନେ ମୁଁ ପରମାତ୍ମା ନୁହଁ। ଯୋଗୁ ମାୟାବାଦୀ ମାନେ ଅହମ୍ ବ୍ରହ୍ମାସ୍ମି ମାନେ ମୁଁ ହଉଛି ପରମ ବ୍ରହ୍ମ। ଏଇ ବ୍ରହ୍ମଟାକୁ ସେମାନେ ଗୋଟିଏ ବୁଝନ୍ତି ବ୍ରହ୍ମ, କିନ୍ତୁ ଆମର ପରମ ବ୍ରହ୍ମ ପରମ ବ୍ରହ୍ମ, ଆତ୍ମା ପରମାତ୍ମା। ତ ଜୀବନରେ ଏଇ ବ୍ରହ୍ମ ଧାରଣା ଭକ୍ତି ଯୋଗ ମାର୍ଗରେ ମଧ୍ୟ ରହିଛି। ଭକ୍ତି ଯୋଗ ଲୋକ ହେଲେ ବ୍ରହ୍ମ ସମ୍ପର୍କ ଜାଣିବାକୁ ପଡିବ। ବ୍ରହ୍ମ କି ଏଇ ଶ୍ଲୋକରେ ବର୍ଣ୍ଣନା କରାଯାଇଅଛି, ଏଇଟା ଏଇ ଶ୍ଲୋକରେ ବୋଲା ହେଇଛି। ଶୁଦ୍ଧ ଭକ୍ତବୃନ୍ଦ ଦିବ୍ୟ ଭାବରେ ବ୍ରହ୍ମସ୍ତରରେ ଅବସ୍ଥାନ କରନ୍ତି, ସେମାନେ ଦିବ୍ୟ କର୍ମ ତଥା ସକାମ କର୍ମ ସମ୍ବନ୍ଧରେ ସବୁ କିଛି ଜାଣନ୍ତି। ଦିବ୍ୟ କର୍ମ ତଥା ସକାମ କର୍ମ, କାହିଁକି ନା ତଥା ସକାମ କର୍ମ କାହିଁ କୁହାଯାଉଛି? ଦିବ୍ୟ କର୍ମ ସକାମ କର୍ମ ତ ଦିବ୍ୟ ନୁହେଁ, ଦିବ୍ୟ କର୍ମ ଏବଂ ସକାମ କର୍ମ ସବୁ ଜାଣିଛନ୍ତି। ଚାରି ପ୍ରକାର ଭକ୍ତ ଅଛନ୍ତି ଯେଉଁମାନେ ବିଶୁଦ୍ଧ ନୁହନ୍ତି। କୋଉଟା ସେ ଆର୍ଥ ଅର୍ଥାତ୍ ଜିଜ୍ଞାସା ଜାଣିଛ, ଅର୍ଥ ସବୁ ଏଇଟା ହେଇଥିବ। କୃଷ୍ଣ ସେବାରେ ନିଜକୁ ନିଯୁକ୍ତ କରିଥାନ୍ତି, କାମନା ବାସନା ଅଛି କିନ୍ତୁ କୃଷ୍ଣ ସେବାରେ ନିଯୁକ୍ତ ହେଇଛନ୍ତି। ସେମାନେ ମଧ୍ୟ ନିଜ ନିଜର ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି ଭଗବାନଙ୍କ କୃପାରୁ। ଯେତେବେଳେ ସେମାନେ ପୂର୍ଣ୍ଣତ କୃଷ୍ଣ ଚେତନାଶୀଳ ହୁଅନ୍ତି ସେତେବେଳେ ସେମାନେ ବାସ୍ତବରେ ଭଗବତ ସଙ୍ଗ ବା ଦିବ୍ୟ ସଙ୍ଗ ବା ସତ୍ସଙ୍ଗ ଲାଭ କରନ୍ତି। ତ ଏଇ ସମସ୍ତ ବ୍ୟକ୍ତି ମାନେ କୀର୍ତ୍ତି ଯୋଉମାନେ ଆର୍ତ ଅର୍ଥାର୍ଥୀ ଜିଜ୍ଞାସୁ ଜାନିଛ ଭାରତର ସବୁ ଚତୁର୍ବିଧା ଭଜନ୍ତି ମା, ତେନ ସୁକୃତି ରାଜ ସୁକୃତି ବାନ୍ଧବ। ତ ସେ କାମନା ବାସନା ନେଇକି ଭଗବାନଙ୍କୁ ଭଜନ କରନ୍ତି, କିନ୍ତୁ କାମନା ବାସନା ନେଇକି ଭଗବାନ ଭଜନ କଲେ ବି ଯେହେତୁ ଭଗବାନ ସାଙ୍ଗରେ ଯୁକ୍ତ ହଉଛନ୍ତି ତାର ଫଳରେ ସେ କାମନା ବାସନା ମୁକ୍ତ ହେଇକି ଶୁଦ୍ଧ ଭକ୍ତରେ ପରିଣତ। ଯେତେବେଳେ ସେମାନେ ବାସ୍ତବରେ ଭଗବତ ସଙ୍ଗ
ବା ଦିବ୍ୟ ସଙ୍ଗ ବା ସତ୍ସଙ୍ଗ ଲାଭ କରନ୍ତି। ଯେତେବେଳେ ସେମାନେ କଣ ହେବେ ନା କୃଷ୍ଣ ଯେତେବେଳେ ଚେତନାଶୀଳ ହୋଇଛନ୍ତି ଭଗବାନ କୃପାରୁ। କିନ୍ତୁ ଯେଉଁମାନେ ଅନ୍ୟ ଦେବତା ପୂଜକ ସେମାନେ କଦାପି ପରମ ଧାମରେ ଅବସ୍ଥାନ କରୁଥିବା ଭଗବାନ ଭିତରେ ପହଞ୍ଚି ପାରିବେ ନାହିଁ। କଦାପି କହିବେ ଅନ୍ୟ ଦେବତା ଭକ୍ତ ମାନେ ଯେ ଅନ୍ୟ ଦେବତା ମାନେ ଭକ୍ତଙ୍କ ସଙ୍ଗରେ ଆସିବା ପୁଣି ହବ, କିନ୍ତୁ ଅନ୍ୟ ଦେବତା ଭକ୍ତ ହେଇକି ଯେ ସେ ଭଗବତ ଧାମ ପାଇବ ତା ନୁହଁ। ଏପରିକି ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ରହ୍ମାନୁଭୂତି ଲାଭ କରୁଥିବା ବ୍ୟକ୍ତିଗଣ ଗୋଲକ ବୃନ୍ଦାବନ ନାମରେ ପରିଚିତ ଶ୍ରୀକୃଷ୍ଣଙ୍କର ପରମ ଧାମରେ ପହଞ୍ଚି ପାରିବେ ନାହିଁ। ବ୍ରହ୍ମାନୁଭୂତି ଲାଭ କଲେ ବି ଭଗବତ ଧାମରେ ପହଞ୍ଚି ପାରିବ କେବଳ ସେଇ ଲୋକମାନେ ଯୋଉମାନେ କୃଷ୍ଣ ଚେତନାଶୀଳ ହୋଇ ସର୍ବଦା କୃଷ୍ଣ ସେବାରତ ବାସ୍ତବ ବ୍ରହ୍ମ ପଦବାଚ୍ୟ ଅଟନ୍ତି, କାରଣ ସେମାନେ ପ୍ରକୃତରେ କୃଷ୍ଣ ଲୋକେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ହଉଛନ୍ତି ବ୍ରହ୍ମ ପଦବାଚ୍ୟ। ଏହି ପ୍ରକାର ବ୍ୟକ୍ତିମାନଙ୍କର ଶ୍ରୀକୃଷ୍ଣ ସମ୍ବନ୍ଧରେ କୌଣସି ପ୍ରକାର ମତଭେଦ ନାହିଁ। ବାସ୍ତବରେ ସେମାନେ ବ୍ରହ୍ମ ପଦବାଚ୍ୟ। ମାୟା ମାନେ ଯୋଉ ଅର୍ଥରେ ବ୍ରହ୍ମ କହୁଛନ୍ତି ସେ ଅର୍ଥ ନୁହେଁ। ଏଇଟାକୁ ବ୍ରହ୍ମ ବୋଲି କୁହାଯାଇଛି ଯେହେତୁ ସେ ବ୍ରହ୍ମ ସ୍ତରରେ ନିଜକୁ ଉନ୍ନତି କରିଛି। ଯେଉଁମାନେ ଭଗବାନଙ୍କର ଅର୍ଚ୍ଚା ମୂର୍ତ୍ତି ବା ବିଗ୍ରହ ପୂଜା କରନ୍ତି ବା ଯେଉଁମାନେ କେବଳ ଭୌତିକ ବନ୍ଧନ ମୁକ୍ତି ହେବା ନିମିତ୍ତ ଭଗବାନଙ୍କୁ ଆରାଧ୍ୟ କରି ଚାଲିଛନ୍ତି, ଭଗବତ କୃପାରୁ ସେମାନେ ମଧ୍ୟ ପରବର୍ତ୍ତୀ ଶ୍ଲୋକରେ ଭଗବାନଙ୍କ ଦ୍ୱାରା ବାଖ୍ୟା କରାଯାଇଥିବା ବ୍ରହ୍ମ ଅଧିଭୂତ ଆଦି ସମ୍ବନ୍ଧ ତତ୍ଵ ଜାଣନ୍ତି। ତମେମାନେ କାଲି ଶ୍ରବଣ କରିବା ଏଇ ପ୍ରଶ୍ନ ପଚାରିବେ। ଏଇ ପ୍ରଶ୍ନଟା କାଲି ପରବର୍ତ୍ତୀ ଶ୍ଲୋକରେ 30 ଶ୍ଲୋକଟା ଅଛି ଶେଷ ଶ୍ଲୋକ, କାଲି ଆମେ ଶୁଣିବା। ଏ ପରବର୍ତ୍ତୀ ଅଧ୍ୟାୟରେ ଏଇ ଶ୍ଲୋକରେ ଯେଟା ବୋଲା ହେଲା, ଯେଟା କୁହା ହେଲା, ସାଧି ଭୂତାଦି ଦୈବମ୍ ମା ସାଧି ଯଜ୍ଞମ୍ च ଯେ ବିଦୁଃ ପ୍ରୟାଣ କାଲେପି च ମାନ୍ତେ ବିଦୁର୍ଯୁକ୍ତ ଚେତସା। ଭଗବାନ କହିଲେ ଯୋଉମାନେ ମତେ ପରମେଶ୍ୱର ରୂପେ ଜାଣନ୍ତି, ଭୌତିକ ପ୍ରକାଶ ନିୟନ୍ତ୍ରଣ ବିଧି ରୂପେ ଜାଣନ୍ତି, ଯୋଉମାନେ ମତେ ସମସ୍ତ ଦେବତାଙ୍କର ନିୟନ୍ତ୍ରଣକାରୀ ରୂପେ ଜାଣନ୍ତି, ସମସ୍ତ ଯଜ୍ଞ ରକ୍ଷାକର୍ତ୍ତା ରୂପେ ଜାଣନ୍ତି, ସେଇମାନେ ହିଁ ଦୃଢ ମନରେ ମତେ ଜାଣିପାରନ୍ତି। ଏପରିକି ମୃତ୍ୟୁ ସମୟରେ ମଧ୍ୟ ମତେ ସେମାନେ ଜାଣିପାରନ୍ତି। ତ ଏଇ ଭାବରେ ଆମେ କାଲି ଏଇ ଅଧ୍ୟାୟ ଶେଷ ଶ୍ଲୋକ ପଢିବା। ଏଇ ଅଧ୍ୟାୟଟା ଖୁବ୍ ଇଣ୍ଟରେଷ୍ଟିଂ। ପ୍ରତିଟା ଶ୍ଲୋକ ସଙ୍ଗେ ପ୍ରତିଟା ଶ୍ଲୋକର ସମ୍ପର୍କଟା ଆମକୁ ସୁସ୍ପଷ୍ଟ। ଗୋଟେ ପରେ ଗୋଟେ ଶ୍ଲୋକ କୁହାଯାଇଛି, ଏକୁ ସୁସ୍ପଷ୍ଟ ହେଇଛି। এটা কালি আমরা আলোচনা করি। বাংলায় চৈতন্য চৈতামৃত শুনি।